ଶୀଘ୍ର ଆସୁଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଶା କରେ ସମସ୍ତେ ଭଲରେ ଥିବେ। ପୁନର୍ବାର ଆପଣମାନଙ୍କ ମଧ୍ୟକୁ ପରମେଶ୍ୱରଙ୍କର ବାକ୍ୟ ନେଇକି ଆସିବା ପାଇଁ ସୁଯୋଗ ପାଇଅଛି, ସେଥିପାଇଁ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ। ବିଶେଷ କରି ଆଜି ଯେତେ ଜଣ ଚର୍ଚ୍ଚ ମିନିଷ୍ଟ୍ରି ଇନ୍ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲରେ ଜଡ଼ିତ ହୋଇଥିବା ସମସ୍ତ ଭାଇ ଏବଂ ଭଉଣୀମାନଙ୍କୁ ମୁଁ ସ୍ୱାଗତ କରୁଅଛି। ପ୍ରଭୁ ଆପଣ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଜି ଈଶ୍ୱରଙ୍କର ବାକ୍ୟରୁ ଆମ ମନର ସମୟ ଚିନ୍ତା କରିବା ଏବଂ ଧ୍ୟାନ କରିବା ଏବଂ ଶିଖିବା। ଆମ ନିଜ ଜୀବନକୁ ପ୍ରଭୁଙ୍କ ହାତରେ ସମର୍ପଣ କରି ପ୍ରଭୁଙ୍କ ପଥରେ ଆମେ ଚାଲିବା। ପ୍ରଭୁଙ୍କର ଗୌରବ ହେଉ। ଆଜିର ଈଶ୍ୱରଙ୍କ ବାକ୍ୟରୁ ଆମମାନଙ୍କ ନିମନ୍ତେ ଚିନ୍ତାର ବିଷୟ ବା ଧ୍ୟାନ କରିବାର ବିଷୟ ଏହା ଅଟେ। ଚିନ୍ତିତ ହୁଅ ନାହିଁ, ପ୍ରାର୍ଥନା କର। ଚିନ୍ତିତ ହୁଅ ନାହିଁ, ପ୍ରାର୍ଥନା କର। ଆଜି ଆମ୍ଭେମାନେ କ'ଣ କରୁଛୁ ନା ଅନେକ ବିଷୟରେ ବ୍ୟତିବ୍ୟସ୍ତ, ଚିନ୍ତିତ ହେଉଛୁ, ଅସ୍ତବ୍ୟସ୍ତ ହେଇ ପଡ଼ୁଛୁ। ଆମେ ପ୍ରାର୍ଥନାକୁ ଭୁଲି ଯାଉଛୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରାର୍ଥନା ହିଁ ଆମମାନଙ୍କର ସବୁ କିଛି ଅଟେ। ସେଥିପାଇଁ ପ୍ରାର୍ଥନାକୁ ଆମମାନେ ପ୍ରାଧାନ୍ୟ ଦେଇ, ପ୍ରାର୍ଥନାକୁ ପ୍ରାୟୋରିଟି ଦେଇ ଆମମାନେ ସବୁବେଳେ ସମୟ ବାହାର କରି ଆମେ ପ୍ରଭୁଙ୍କ ଚରଣ ନିକଟରେ ଆମେ ବସିକି ଆମେ ପ୍ରାର୍ଥନା କରିବା। ପ୍ରାର୍ଥନା ବିନା ଆମେ କିଛି କରିପାରିବା ନାହିଁ। ପ୍ରାର୍ଥନା ହିଁ ଆମମାନଙ୍କର ଏକମାତ୍ର ମାଧ୍ୟମ, ଯାହା ପ୍ରତ୍ୟେକ ବିଷୟ ଆମେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ମାଧ୍ୟମରେ ଆମେ ସମର୍ପଣ କରିପାରିବା। ସେଥିପାଇଁ ଆମମାନେ ଯଦି କେବଳ ଚିନ୍ତିତ ହେବା, ଖାଲି ଚିନ୍ତା କରିବା, ତେବେ କିଛି ହେବ ନାହିଁ। ପୁଅ କେମିତି ପାଠ ପଢ଼ିବ, ଝିଅ କେମିତି ପାଠ ପଢ଼ିବ, ମୋର ପୁଅର ଭବିଷ୍ୟତ କ'ଣ ହେବ, ଏ ବିଷୟ ଚିନ୍ତା କରି ଆମେ ଅନେକ ସମୟରେ ଭାଙ୍ଗି ପଡ଼ିଯାଉ ଏବଂ ଆମେ ନିରାଶ ହୋଇ ପଡ଼ୁ। କିନ୍ତୁ ଆଜି ଆମେ ପ୍ରଭୁଙ୍କ ବାକ୍ୟରୁ ଆମେ ଶିଖିବା, ଆମେ କୌଣସି ବିଷୟରେ ଆମେ ଚିନ୍ତିତ ନ ହୋଇ ଆମେ ସମସ୍ତ ବିଷୟ ନିମନ୍ତେ, ସମସ୍ତ ବିଷୟ ପାଇଁ ଆମେ ପ୍ରାର୍ଥନା କରିବା। ବାଇବଲ ଏହି ବିଷୟ ମାନଙ୍କୁ ଶିଖାଏ। ଆପଣମାନେ ପାଠ କରିପାରିବେ ଫିଲିପିଓ 4:6। ଫିଲିପିଓ ପୁସ୍ତକ 4:6 ଲେଖା ଅଛି କ'ଣ? କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ଲେଖା ଅଛି କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା କର। ସମସ୍ତ ବିଷୟରେ ପ୍ରାର୍ଥନା କର। ଆଜି ଯଦି ଆମେ ପ୍ରାର୍ଥନା କରିବା ନାହିଁ, ତେବେ ଆମେ ଚିନ୍ତା କରି ଆମେ ମରିଯିବା। ଚିନ୍ତା କରି ଆମେ ନିଜକୁ ଆମେ ଦୁର୍ବଳ କରିବା। ସେଥିପାଇଁ ଆଜି ଆମର ପ୍ରାର୍ଥନା ଜୀବନକୁ ସଜାଡ଼ିବା। ସମସ୍ତ ଚିନ୍ତାର ଭାର ଆମେ ପ୍ରଭୁଙ୍କ ଉପରେ ପକାଇବା। ପ୍ରଭୁ ଆପଣଙ୍କୁ ମୋତେ ଆଶୀର୍ବାଦ, ପ୍ରଭୁଙ୍କର ଗୌରବ ହେବେ। ପ୍ରଭୁ ସମସ୍ତଙ୍କୁ ଏ ବାକ୍ୟର ଆଶୀର୍ବାଦ କରନ୍ତୁ।